ଆଜ୍ଞା ଆପଣ ଏଇ ଯୋଉ ଜାଗାରେ ଆପଣ କଣ ରହୁଛନ୍ତି? ହଁ ଆପଣଙ୍କ ନାଁଟି? ମୋ ନାଁ ବାବାଜୀ ଗୋଛାଇତ। ଆଚ୍ଛା। ଏଇ ଯୋଉ ମନ୍ଦିର ଯେହେତୁ ଆମେ ଆସିଲୁ ଉପରେ ଦେଖିଲୁ ମନ୍ଦିର ବିଷୟରେ ଆପଣଙ୍କର ଟିକେ ମାନେ କଣ ନାଁ କଣ ଅଛି ଏ ମନ୍ଦିରଟି କୋଉଠି ଏ ଜାଗାଟି ନାଁ କଣ ଟିକେ କହିବେ? ଏ ମନ୍ଦିରଟା ନଳିଗୁମ୍ଫା, ଆ ନାଁଟା ନଳିଗୁମ୍ଫା। ଆଜ୍ଞା ବହୁତ ଇଏ ହୁଏ, ଚୁଡ଼ା ଫୁଡ଼ା କରନ୍ତି, ରୋଷେଇବାସ ବି ହୁଏ। ଆଜ୍ଞା ରୋଷେଇବାସ ହେଲା ପରେ ଆଉ ଯୋଉନ ମୁଁ ଆଇଲି ଦେଖିଲି ତ ଯନ୍ତ୍ରଟା ପଡ଼ିଛି, ମୁଁ ଯେମିତି ଝେମାଟା ଗଡ଼େଇ ଦେଇଛି, ସେ ଖାଲି ଚାହିଁଲା ମତେ ଏମିତି ଘର ଅଛୁ ଖାଲି ଆଉ ବଡ଼ ବଡ଼ ଆଖି କରି। କୋଉ ଜାଗାରେ? ଏଇ ଜାଗାରେ ଆଜ୍ଞା ଚାହିଁଲା ମୁଁ ସବୁ ସେ ଉପର କରରେ ଅଛି, ମୁଁ ସେଠୁ ପଳେଇଗଲି। ପଳେଇଗଲା ପରେ ଯାଇକି ତ ସେତିକି ଦେଖିଛି ଆଉ କିଛି ଦେଖିନି। କେବେକାର ଘଟଣା? ଏଇଟା 2 ବର୍ଷ ଘଟଣା, କିନ୍ତୁ ସାପ ସ୍ୱପ୍ନଟା ମୁଁ ଦେଖୁଛି। ବିରାଟ ବଡ଼ ସାପ ମତେ ଗୋଡ଼େଇଛି କାମୁଡ଼ିବାକୁ, ଇଆଡ଼େ ଗୋଖର 2ଟା ଯାକ ଘେରିଛନ୍ତି ମୋ ଆଗ, ଏଇଟା ସତ୍ୟ। ମାନେ ଏଠିକାର ଯୋଉ ମାନେ ଇଏ କେତେ ବର୍ଷ ହେଲା ଏ ସବୁ ମନ୍ଦିର ହେଲାଣି ପାଖାପାଖି? ଏ ମନ୍ଦିର ହେଲାଣି 20 ବର୍ଷ ପାଖାପାଖି, 20 ବର୍ଷ। 20-25 ବର୍ଷ ଖଣ୍ଡେ ହବ। ଏଟା ମାନେ ଯୋଉ ଏଠୁ କେତେ କିଲୋମିଟର ହବ ଯୋଉ NH ଟା? NH ଟା 7 କିଲୋମିଟର। 7 କିଲୋମିଟର। ତ 7 କିଲୋମିଟର ଏଇ ଯୋଉ ଏଇଟା ହଉଛି କଟକରୁ ଯାଉଛି ନା? ଆଜ୍ଞା। ତ କଟକ ମାନେ ଏଇଟା କୋଉ ଏରିଆ ଯାଉଛି? ଟାଙ୍ଗୀ ଏରିଆ। ଟାଙ୍ଗୀ। ଆଜ୍ଞା। ଆଜ୍ଞା। ତ ଏଇ ଯୋଉ ଗଛଟି ଅଛି ଆର ବିଷୟରେ ଆପଣଙ୍କର କିଛି ଅନୁଭୂତି ଅଛି ଆଉ କିଛି? ଏଇ ତ ସବୁ ଅଛନ୍ତି ଆଉ ଅନୁଭୂତି ଆଉ କିଛି ନାହିଁ, ମୁଁ ତ ସେତିକି ଯାହା ଦେଖିଲି ଆଉ ତ ଦେଖିନି। ସେ ଥରେ ଯାହା ଦେଖିଛନ୍ତି? ହଁ ଆଜ୍ଞା। ଦେଖିଛନ୍ତି ଯା। ଏଠି ପୂଜା କଣ କେମିତି କଣ ହଉଛି? ବ୍ରାହ୍ମଣ ଆସି ପୂଜା କରୁଛନ୍ତି, ଆ ଭିତରେ ସବୁ ଠାକୁର ଅଛନ୍ତି, ନାଗ ଫାଗ ସବୁ ଅଛନ୍ତି। ତାପରେ ଝାଞ୍ଜ କୀର୍ତ୍ତନ ହଉଛି, ଆ ଭିତରେ ରାତିରେ ଶବ୍ଦ ଶୁଭୁଛି। ଶୁଭୁଛି? ହଁ ଆଜ୍ଞା। ମାନେ କେବେ ଶୁଣିଛନ୍ତି ସେଟା? ଯିଏ ରହିବ ସେ ଶୁଣିବ, ନହେଲେ ସେ ପାରିବନି। ଅନିଦ୍ରା ହେଇଥିବେ ଯେତେ ରହିବା କଥା ସେତେବେଳେ। ଏ ପାହାଡ ଉପରକୁ ତ ଆସିଲା ବେଳକୁ ଡର ଲାଗୁଛି। ଡରିବେ ଆଉ ବାହାର ଲୋକ ଏକାଠି ଆଇଲେ ଡରିବେ ଆଉ। ଆମର ସିନା ଅଭ୍ୟାସ ହେଇଗଲାଣି ଆମେ ରହୁଛୁ ଏଠି। ଏ କେବେ ଏଇ ଯୋଉ ଗୋମାତା ରଖିଛନ୍ତି ସେବା କରୁଛନ୍ତି ଆପଣ ନା? ଆଜ୍ଞା। କେତେ ଜଣ କିଏ ସେବା କରୁଛନ୍ତି ପ୍ରାୟ? ମୁଁ ଏକା କରୁଛି। ଗୋମାତାଙ୍କର? ଗୋମାତାଙ୍କର ହଁ ହଁ। ଅଛନ୍ତି 11ଟା 12ଟା ଗାଈ। ମୁଁ କଣ କହିବି, ଏଗୁଡ଼ା ଫିଟି ଯାଇଛି ଆକୁ ଧରା ଦଉନି ଜମା ଧରିପାରୁନି। ଆଜ୍ଞା। ଗଲେ ପିଇବାକୁ ଧରା ଦେବେ ଆଉ। ହଁ ହଁ। ଆପଣଙ୍କର ଏଇ ଯୋଉ ମନ୍ଦିରଟି ପାଖାପାଖି କେତେ ଦିନ ହେଲାଣି କହିଲେ? ଏଇଟା 20 ବର୍ଷ ପାଖାପାଖି ହବ। ମନ୍ଦିର ଆପଣ ଦେଖିଲେଣି କେବେଠୁ? ଆମେ ତ ଦେଖୁଛୁ ପିଲାଦିନୁ ମନ୍ଦିର ଆଉ ନଥିଲା ଏମିତି। ଘରଦ୍ୱାର ହେଇନଥିଲା, ଆ ଭିତରେ କଣ୍ଟା ବୁଦା ଏ ସବୁ ଥିଲା। ଏଇ ଘରଟାରେ ଗୋଟା ଥିଲା ଗୋଟା ବାଟ। ଏଇ ଉପର ଘରଟାରେ ଆଜ୍ଞା ଗୋଟେ ବାଟ ଥିଲା, ସେଟା ବୁଝା ହେଇଯାଇଛି ଆଜ୍ଞା ଗୁମ୍ଫାଟା। ଘର ତାଲା ବୁଝା ହେଇଯାଇଛି, ତା ଦେହରେ ଗୋଡ ଖସିଗଲେ ତମେ ଖସି ଖସିକା ପଳେଇବ ତଳକୁ। ତାପରେ ଘର ହେଇଛି? ହଁ। ଘରଟା ମାନେ ଏଇ 20 ବର୍ଷ ହେଲା ହେଇଛି? ହଁ 20 ବର୍ଷ ଖଣ୍ଡେ। ତା ପୂର୍ବରୁ ଗୁମ୍ଫା ଗୁମ୍ଫା ଆଗରୁ ଅଛି। ପଥର ହେରିକା ଥିଲା? ଆଜ୍ଞା ପଥର ଥିଲା, ଏଇ ପଥର ତଳ ତ ଏମିତି ଆଉ। ଆଜ୍ଞା ଆଜ୍ଞା। ଏବେ ରୋଡ ଯୋଉ କାମ ହଉଛି ତା ବିଷୟରେ କଣ କହିବେ, ରୋଡ ଉପରୁ ଯୋଉ? ଏଇ ଯୋଉ ରୋଡଟା? ଆଜ୍ଞା। ଆଜ୍ଞା ରୋଡ ଉପରୁ ମୁଁ କହିପାରିବିନି କାମ କଣ ହଉଛି କି ନ ହଉଛି, ଡେଭଲପମେଣ୍ଟ ହବ କି ନାହିଁ କିଏ କହିବ, ଭଗବାନ ଜାଣିବ ସେ କଥା। ଆଜ୍ଞା। ଏଇ ପାଖ ସବୁ ଗାଁ ନାଁ ସବୁ କଣ ଅଛି? ଆମର ଅଡମୁରୁ ଅଛି, ଦେବିଲି ଅଛି, ନହରା ଅଛି, ଗଣେଶରପୁର, କରୁଆଳ, ରୋଦରପୁର। ତାପରେ ଏଇ ଆଡକୁ ଅଛି ଆମର ମୁସଲମାନ ସାହି। ଏପଟରେ ହଉଛି ଆମର ରସିକନଗର, ଜାଣିଲ? ଗୋବିନ୍ଦପୁର, ଗୋବିନ୍ଦପୁର ମାଗୁରା। ଏ ସବୁ ନାଗିଛି ଗାଁ ଗଳା ଆଉ ବହୁତ ଆଉ। ହସନାବାଦ, ହଁ ଚରେଇପଦା, ଏତେ ଅଛି ଆ ଦେହରେ। ଆଜ୍ଞା ଆଜ୍ଞା। ଆ ଭିତରକୁ ଘଡଘଡି ମାରୁଛି ଆଜ୍ଞା। ମତେ ଥରେ ଫୋପାଡ଼ି ଦେଲା, ଘଡଘଡିଟା ମାରିଲା ଯେ ମୁଁ ଗୋରୁଙ୍କୁ ମାରିଦେଲା। ଘଡଘଡି ସେ ଯୋଗୁ ଆମେ 300 ତାଳ ଗଛ ପୋତିଛୁ ଏବେ ପୋତା ହେଇଛି। ଆଜ୍ଞା। ଘଡଘଡି ପାଇଁ? ହଁ ଘଡଘଡି ପାଇଁ, ଆଉ ଘଡଘଡି ହଉଛି ଏଠିକି ମାରିଦବ ନା। ଆଜ୍ଞା ଆଜ୍ଞା ଧନ୍ୟବାଦ।
ଏ ଯୋଉ ମଉସା ଯିଏ ଥିଲେ ଯୋଉ ବାବା ଗୋ ସେବକ ଯିଏ ଥିଲେ ତ ତାଙ୍କ ମୁହଁରୁ ଆମେ ଶୁଣିଲେ ତ ସିଏ ଯାହା ବି ଜାଣିଛନ୍ତି କେତେ ସତ୍ୟ ଅଛି ଆ ଦେହରେ କେତେ ମିଥ୍ୟା ଅଛି ସେଇଟା ତ ମୁଁ ବି ନିଜେ ଜାଣିନି କାହିଁକିନା ମୁଁ ତାଙ୍କୁ ପଚାରିଥିଲି ତ ସେ ଯେ ପୂଜାରୀ ନନା ଯଦି ଆସିବେ ତାଙ୍କୁ ଆହୁରି ପଚାରିବା ତ ସବୁ ଡାଟା ନବ ଏଇ ଯୋଉ ପାହାଡ ଦେଖୁଛନ୍ତି ଜୁମ୍ ଯୋଉ ପତାକା ଲାଗିଛି ସେ ପତାକା ଲାଗିବା ପାଖକୁ ମୁଁ ଯାଇଥିଲି ତ ସେଇ ଏଇ ଯୋଉ ଜାଗା ଦେଖନ୍ତୁ ଏଇ ଯୋଉ ଜାଗା ଅଛି ଏଇ ଜାଗାରେ ଆପଣ ମାନେ ଦେଖିପାରୁଛନ୍ତି ଏଇଟା ଯୋଉ ବୁଲେଇକି ଦେଖଉଛି ଏ ଜାଗାକୁ ଏକଲା ଆସିବାଟା ମତେ ଡର ଲାଗିଲା କାହିଁକିନା ମୁଁ ପାହାଡ ଉପରେ ଦେଖିଲେ ଯେ ଗୋଟେ ପତାକା ଲାଗିଛି କାହିଁକି ପାହାଡ ମୁଁ ଟାଙ୍ଗି ଏରିଆକୁ ଆସିଥିଲି ତ ଟାଙ୍ଗି ଏରିଆରେ ଯେହେତୁ ଏଇଟା ଆମ କଟକ ଏରିଆ ତ ଆମ କଟକ ବ୍ଲକ ଅଫିସିଆଲ ପାଇଁ ନିହାତି ଗୋଟେ ଅପଡେଟ ରହିବ ତ ସବୁ କିଛି ଦରକାର ଯୋଉଟା କି ପ୍ରାୟ ନ୍ୟୁଜ ଚ୍ୟାନେଲ ମାନେ କଣ କରନ୍ତି ଟିଆରପି ପାଇଁ ଦରକାର ତାଙ୍କର ଟିଆରପି ଦରକାର ତାଙ୍କର ଭ୍ୟୁ ଦରକାର ଆମର ଭ୍ୟୁ ଦରକାର ନାହିଁ ଆଜ୍ଞା ଆମର କିଛି ପୁରୁଣା ଜିନିଷ ଐତିହାସିକ ଜିନିଷ ଯାହା ବି ଥିବ କିଛି ହଜି ଯାଉଥିବ ତାର ଡାଟା କିଛି ଦରକାର ତ ସେଥିପାଇଁ ଏ ଚ୍ୟାନେଲଟି ଆମର କଟକ ବ୍ଲକ ଅଫିସିଆଲ ଆପଣ ମାନେ ଦେଖିଲେ ତ ନିହାତି ଆହୁରି କିଛି ତାର ସତ୍ୟ କିଛି ଅଛି ଆମେ ସମସ୍ତଙ୍କର ଓପିନିଅନ ନବା କାହିଁକିନା ଆମେ ଯେହେତୁ ଏ ବିଷୟରେ ଜାଣିନାହାନ୍ତି ତ ନିହାତି ସବୁ ବିଷୟରେ ନବା ଯଦି ବି ଆପଣ ମାନେ କିଛି ଜାଣିଛନ୍ତି ଆ ବିଷୟରେ ନିହାତି କମେଣ୍ଟ ମାଧ୍ୟମରେ ଆପଣ ମାନେ ନିହାତି ଜଣେଇବେ ତାର ଡାଟା ସମସ୍ତେ ବି ଜାଣିବା ଦରକାର ଆଉ ଏ ପାହାଡ ଉପରେ ଆପଣ ମାନେ ଦେଖିପାରୁଛନ୍ତି ଏକଲା ଆଇଲେ ତ ନିହାତି ଡର ଲାଗିବ କାହିଁକିନା ଏଇଟା ବହୁତ ଉପରେ ଆଜ୍ଞା ଆଉ ଏଇ ଗୁମ୍ଫା ବି ନିହାତି ତାର କିଛି ମହତ୍ଵ ଥିବ ଏଇ ଜିନିଷଟି ଦେଖି ପାରୁଛନ୍ତି ଯୋଉଟା କି ମନ୍ଦିରଟି ଏଇ ମନ୍ଦିର 20 ବର୍ଷ ହେଲାଣି କିନ୍ତୁ ସେ ଗୁମ୍ଫା ଟା ବହୁତ ପୁରୁଣା ଯୋଉଟା କି ସେ କହିଲେ ଛୋଟ ବେଳରୁ ମୁଁ ଦେଖି ଆସୁଛି ତ ନନା ଆସନ୍ତୁ ନିହାତି ନନାଙ୍କୁ ପଚାରିବା ସବୁ କିଛି ଡାଟା ନବା ତ ଆହୁରି କିଛି ମାନେ ବହୁତ ଜଣଙ୍କୁ ପଚାରିକି ଡାଟା ନିହାତି ସଂଗ୍ରହ କରିବା ତ ନିହାତି ଏ ଭିଡିଓଟି ଭଲ ଲାଗିଥିବ ବୋଲି ମୋର ଆଶା ବିଶ୍ୱାସ ଆଉ କଟକର ସବୁ ଅପଡେଟ୍ ପାଇଁ କଟକ ପ୍ଲସ୍ ସବସ୍କ୍ରାଇବ କରନ୍ତୁ।